ପିଲାମାନେ ତୁମ ସମସ୍ତଙ୍କୁ ୟୁଏନ୍ ଏଜୁକେସନ୍ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ତ ପିଲାମାନେ ଆଜିର ଟ୍ରାନ୍ସଲେସନ୍ କ୍ଲାସ୍କୁ ଆରମ୍ଭ କରିବା ପୂର୍ବରୁ ମୁଁ କହି ରଖିବି, ଯଦି ତୁମେମାନେ ମୋର ପୂର୍ବ ଟ୍ରାନ୍ସଲେସନ୍ ଭିଡ଼ିଓ ଗୁଡ଼ିକ ଦେଖିନାହଁ ତାହେଲେ ଏହି ଭିଡ଼ିଓର ଡେସ୍କ୍ରିପ୍ସନ୍ ବକ୍ସରେ ମୁଁ ଲିଙ୍କ୍ ଦେଇଦେଇଛି, ତୁମେ ଯଥାଶୀଘ୍ର ଯାଇ ଦେଖିନିଅ, ନଚେତ୍ ପ୍ଲେଲିଷ୍ଟରୁ ଦେଖିପାରିବ। ତ ଠିକ୍ ଅଛି, ଆଜିର ଭିଡ଼ିଓକୁ ଆମେ ଷ୍ଟାର୍ଟ କରିବା। ତ ଆଜି ଆମେ ୟୁଜ୍ କରିବା ତ ଯେଉଁ ଆମେ ମେ ଆଉ ମେ ବି ଯେଉଁ ମଡେଲ୍ ରହିଛି ମେ ଆଉ ମେ ବି କୁ ୟୁଜ୍ କରି କିଛି ଓଡ଼ିଆ ସେଣ୍ଟେନ୍ସକୁ ଇଂଲିଶକୁ ଟ୍ରାନ୍ସଲେଟ୍ କରିବା। ତ ଆଜିର କ୍ଲାସ୍ରେ ଆମେ ମେ ସହିତ ମେନ୍ ଭର୍ବକୁ ୟୁଜ୍ କରିବା, ଆଉ ସେମିତି ମେ ବି ସହିତ ମେନ୍ ଭର୍ବକୁ ମଧ୍ୟ ୟୁଜ୍ କରିବା, ଯେଉଁଟାକି ମେକୁ ଆମେ ପାରେ, ପାରନ୍ତି, ପାରୁ ଆଉ ପାର ଆଉ ସମ୍ଭାବନା ଅର୍ଥରେ ଆମେ ବ୍ୟବହାର କରିବା ବାକ୍ୟରେ। ଅର୍ଥ ମେକୁ କେଉଁ ଅର୍ଥରେ ନା ପାରେ, ପାରନ୍ତି, ପାରୁ ଆଉ ପାର ଇତ୍ୟାଦି ଏବଂ ତା ସହିତ ସମ୍ଭାବନା ଅର୍ଥରେ ଆମେ ବାକ୍ୟରେ ବ୍ୟବହାର କରିବା ଯେତେବେଳେ ଓଡ଼ିଆ ବାକ୍ୟକୁ ଇଂଲିଶକୁ ଟ୍ରାନ୍ସଲେଟ୍ କରିବା। ଏବଂ ମେ ସହିତ କ'ଣ ରହିବ ନା ମେନ୍ ଭର୍ବ ରହିବ। ସେମିତି ମେ ବିକୁ ଆମେ ମେ ବି ସହିତ ମେନ୍ ଭର୍ବ ମଧ୍ୟ ରହିବ ଏବଂ ମେ ବିକୁ ଆମେ କେଉଁ ଅର୍ଥରେ ବ୍ୟବହାର କରିବା ନା ଲେସ୍ ପସିବିଲିଟି ବା କମ୍ ସମ୍ଭାବନା ଅର୍ଥରେ। ଲେସ୍ ପସିବିଲିଟି ବା କମ୍ ସମ୍ଭାବନା ଅର୍ଥରେ ଆମେ ମେ ବିକୁ ୟୁଜ୍ କରିବା। ତ ବର୍ତ୍ତମାନ ଜାଣିବା এই ମେ ଆଉ ମେ ବିକୁ ୟୁଜ୍ କରି ଆମେ କିଛି ସେଣ୍ଟେନ୍ସ ନେଇଛେ ଓଡ଼ିଆ ସେଣ୍ଟେନ୍ସ, ତାକୁ ଇଂଲିଶକୁ ଟ୍ରାନ୍ସଲେଟ୍ କରିବା। ତ ଦେଖିବା ଫାର୍ଷ୍ଟ ସେଣ୍ଟେନ୍ସ କ'ଣ ରହିଛି। ଦେଖ, ତୁମେ ଏବେ ଘରକୁ ଯାଇପାର। ଯାଇପାର ଅର୍ଥ ଆମେ ଜାଣିଲେ ପାର ଅର୍ଥରେ ଆସିଗଲା। ପାର ଅର୍ଥରେ କ'ଣ ମେ ୟୁଜ୍ କରିବା, ମେ ସହିତ ମେ ବି, ଏବଂ ତୁମେ ଏବେ ଘରକୁ ଯାଇପାର ଅର୍ଥରେ ଏଠି ସମ୍ଭାବନା ଅଧିକ ରହିଛି। ତୁମେ ଏବେ ଘରକୁ ଯାଇପାର ଅର୍ଥ ଘରକୁ ଯିବାର ସମ୍ଭାବନା ଅଧିକ ରହିଛି, ସେହି ଅର୍ଥରେ ଆମେ ମେ ବ୍ୟବହାର କରିବା, ମେ ୟୁଜ୍ କରିବା। ତା ସହିତ ଏଠି ଅଛି ପାର, ସେହି ଅର୍ଥରେ ବି ମେ ୟୁଜ୍ କରିପାରିବା। ତ ବର୍ତ୍ତମାନ ଦେଖିବା ଏଠି କାହା ବିଷୟରେ କୁହାଯାଇଛି ନା ତୁମେ ଏବେ ଘରକୁ ଯାଇପାର ଅର୍ଥ ଏଠି ସବଜେକ୍ଟ କିଏ ନା ତୁମେ, ଇଏ ଆସିଗଲା 1 ନମ୍ବରରେ, ତୁମେ ଆସିଗଲା, ୟୁ ଆସିଗଲା। ଆଚ୍ଛା, ତାପରେ ଦେଖିବା ଆମେ ଭର୍ବକୁ ଆଣିବା, କିଏ ଏଠି ନା ମୋଡାଲ୍ ଭର୍ବ ୟୁଜ୍ ହେଉଛି, ତ ସେହି ହିସାବରେ ପାର ଅର୍ଥରେ ଆମେ କ'ଣ କରିବା ମେକୁ ୟୁଜ୍ କରିବା। ଆଚ୍ଛା, ତାପରେ କ'ଣ ନା ତାପରେ ଦେଖିବ ଇଏ ଆସିଗଲା 2 ନମ୍ବରରେ, ଭର୍ବ ଆସିଲା 2 ନମ୍ବରରେ, 1 ନମ୍ବରରେ ଆସିଲା ସବଜେକ୍ଟ। ତାପରେ କ'ଣ ଘରକୁ ଯିବା ବା ଘରକୁ ଯାଇପାର କଥା କୁହାଯାଇଛି, ତ ଘରକୁ ଯିବା ଅର୍ଥରେ ଏଠି ଆସିବ 3 ନମ୍ବର। ତ କ'ଣ ଗୋ ହୋମ୍, ଘରକୁ ଅର୍ଥ ଯେଉଁ ଯିବା ଅର୍ଥରେ କ'ଣ ଯିବାଟା ହେଉଛି ମେନ୍ ଭର୍ବ। ତ ଆମେ ଏଠି ଦେଖିଥିଲେ କ'ଣ ନା ମେ ସହିତ ମେନ୍ ଭର୍ବ ୟୁଜ୍ ହେବ, ତ ଆସିଗଲା ଏଠି ମେନ୍ ଭର୍ବ କିଏ ନା ଗୋ ଆସିଗଲା ମେନ୍ ଭର୍ବ। ତ ଘରକୁ ଯିବା ଗୋ ହୋମ୍ ଆସିଲା। ତାପରେ କ'ଣ ନା ଏବେ, ଏଇଟା ହେଉଛି 4 ନମ୍ବର, ଏବେ ଅଛି ନାଓ। ତ ପ୍ରଥମେ ନେଇ ଆସିଲେ ସବଜେକ୍ଟ, ତାପରେ ମୋଡାଲ୍ ଭର୍ବ, ପାର ଅର୍ଥରେ ଆମେ ମେ ୟୁଜ୍ କଲେ, ତାପରେ ଘରକୁ ଯିବା ଅର୍ଥ ଗୋ ହୋମ୍, ଯେଉଁଠି ଆସିଗଲା ମେନ୍ ଭର୍ବ ଆମେ ପାଇଗଲେ, କାହା ସହିତ ମେନ୍ ସହିତ ମେନ୍ ଭର୍ବ ଆସିଗଲା, ତାପରେ ଏବେ ବା ବର୍ତ୍ତମାନ ଯେଉଁଟା କୁହାଯାଏ ନାଓ। ତ ୟୁ ମେ ଗୋ ନାଓ, ୟୁ ମେ ଗୋ ହୋମ୍ ନାଓ, ତୁମେ ଏବେ ଘରକୁ ଯାଇପାର, ୟୁ ମେ ଗୋ ହୋମ୍ ନାଓ। ବୁଝିଗଲା। ଏବେ ଦେଖିବା ସେକେଣ୍ଡ ସେଣ୍ଟେନ୍ସ କ'ଣ ଅଛି। ନହେଲେ ତୁମର ବିଳମ୍ବ ହୋଇପାରେ। କ'ଣ ଅଛି ସେକେଣ୍ଡ ସେଣ୍ଟେନ୍ସ, ନହେଲେ ତୁମର ବିଳମ୍ବ ହୋଇପାରେ। ତ ନହେଲେ, ଏ ଯେଉଁ ନହେଲେ ଆସିଲା ଏଇଟା କ'ଣ ଦେଖିଦେବା, କ'ଣ ନହେଲେ ଏଇଟା 1 ନମ୍ବରରେ ଆସିବ ଅଦରୱାଇଜ୍ ହେଲା, ନହେଲେ ଅଦରୱାଇଜ୍। ତାପରେ କ'ଣ ତୁମର ବିଳମ୍ବ ହୋଇପାରେ, କାହାର ନା ତୁମର ବିଳମ୍ବ ହୋଇପାରେ, ତ ଏଠି କିଏ ଆସିଲା ସବଜେକ୍ଟ, ତୁମର ଆସିଲା, ତ ଆସିଗଲା ୟୁ ହେଲା। ତ ଇଏ ଆସିଲା ସବଜେକ୍ଟ 1 ନମ୍ବର, ଇଏ ଆସିଲା 2 ନମ୍ବର। ତାପରେ କ'ଣ ହୋଇପାରେ, ପାରେ ଅର୍ଥରେ କ'ଣ ନା ଆମେ ମେ ୟୁଜ୍ କରିବା, ପାରେ ଅର୍ଥରେ ଆସିଲା ମେ। ତ ହୋଇପାରେ ହେବା ଅର୍ଥରେ କ'ଣ ଆମେ ବି ୟୁଜ୍ କରୁଛେ ଏବଂ ଲେସ୍ ପସିବିଲିଟି ଅର୍ଥରେ ବି ମେ ବି ୟୁଜ୍ କରିପାରିବା। ନହେଲେ ତୁମର ବିଳମ୍ବ ହୋଇପାରେ, ଏଠି ସମ୍ଭାବନା କ'ଣ କମ୍ ରହୁଛି, ବିଳମ୍ବ ହୋଇପାରେ, ବିଳମ୍ବ ବି ନ ହୋଇପାରେ, ବିଳମ୍ବ ହେବାର ସମ୍ଭାବନା କମ୍ ରହିଛି, ତ ସେହି ଅର୍ଥରେ ଆମେ ମେ ବି ୟୁଜ୍ କରିପାରିବା ଏବଂ ହୋଇପାରେ ଅର୍ଥରେ ବି ମେ ବି ୟୁଜ୍ କରିପାରିବା। ଆଚ୍ଛା, ତାପରେ କ'ଣ ଇଏ ଗଲା 1 ନମ୍ବର, ଇଏ ଗଲା 2 ନମ୍ବର, ଇଏ ହେଲା 3 ନମ୍ବର। ତାପରେ ଆସିବ କ'ଣ ହୋଇପାରେ ନା ବିଳମ୍ବ ହୋଇପାରେ, କ'ଣ ନା ଲେଟ୍। ତ ପାଇଗଲେ କ'ଣ ବର୍ତ୍ତମାନ ନା ନହେଲେ ତୁମର ବିଳମ୍ବ ହୋଇପାରେ, ନହେଲେ ଇଂଲିଶ କ'ଣ ଆସିଲା ଅଦରୱାଇଜ୍। ତାପରେ ତୁମର ଇଏ ଆସିଲା, ତୁମର ବିଷୟରେ କୁହାଯାଇଛି, ଇଏ ଆସିଲା ସବଜେକ୍ଟ ୟୁ ଆସିଗଲା। ତାପରେ ହୋଇପାରେ ଅର୍ଥର ମେ ବି ଆସିଗଲା। ତାପରେ ହେଉଛି ବିଳମ୍ବ ହେଉଛି 4 ନମ୍ବରରେ କ'ଣ ଲେଟ୍, ତ ଅଦରୱାଇଜ୍ ୟୁ ମେ ବି ଲେଟ୍। ତାପରେ ଦେଖିବା ନେକ୍ସଟ ସେଣ୍ଟେନ୍ସ କ'ଣ ଅଛି।
ତୁମ ବାପା ମା ତୁମର ପହଞ୍ଚିବା ନେଇ ଅପେକ୍ଷା କରୁଥାଇ ପାରନ୍ତି। ଭଲ କି ଦେଖ ପିଲାମାନେ, ତୁମ ବାପା ମା ତୁମର ପହଞ୍ଚିବା ନେଇ ଅପେକ୍ଷା କରୁଥାଇ ପାରନ୍ତି। ତ ପାରନ୍ତି ଅର୍ଥରେ ଆମେ ଜାଣିଛେ ପାରେ, ପାର, ପାରନ୍ତି ଅର୍ଥରେ ଆମେ କ'ଣ କରିବା ନା ମେ ୟୁଜ୍ ହେବ ହେଲା। ଆଉ ଏଠି କ'ଣ ଦେଖ, କରୁଥାଇ ଅର୍ଥ ଗୋଟେ କଣ୍ଟିନ୍ୟୁକୁ ବୁଝାଉଛି, ଗୋଟେ କାମଟି ଚାଲୁଛି ଅର୍ଥ, ଗୋଟେ ସମ୍ଭାବନା ଅର୍ଥରେ କାମଟି ଚାଲୁଛି। କରୁଥାଇ ପାରନ୍ତି, ତ ସେଇ ଅର୍ଥରେ କ'ଣ କରିବା ନା ମେ ବି ୟୁଜ୍ କରିବା। ତୁମ ବାପା ମା ତୁମର ପହଞ୍ଚିବା ନେଇ ଅପେକ୍ଷା କରୁଥାଇ ପାରନ୍ତି, ଏଇଟା କ'ଣ ଲେସ୍ ପସିବିଲିଟି ଆସୁଛି। କରୁଥାଇ ପାରନ୍ତି, କରୁ ବି ନଥାଇ ପାରନ୍ତି, କିନ୍ତୁ କରୁଥିବାର ସମ୍ଭାବନା ବହୁତ କମ୍। ସେଇ ଅର୍ଥରେ କ'ଣ ଲେସ୍ ପସିବିଲିଟି ଅର୍ଥରେ ମେ ବି ୟୁଜ୍ କରିପାରିବା। ତ ସେଇ ହିସାବରେ କ'ଣ ଏଠି ବାକ୍ୟରେ ଦେଖିବା କିଏ ମୁଖ୍ୟ ରହିଲା, କାହା ବିଷୟରେ କୁହାଯାଇଛି ନା ତୁମ ବାପା ମା ତୁମର ପହଞ୍ଚିବା ନେଇ ଅପେକ୍ଷା କରୁଥାଇ ପାରନ୍ତି। ତ ଏଠି କିଏ ତୁମ ବାପା ମା, ତ ଆସିଲା କ'ଣ ୟୁଅର୍ ପେରେଣ୍ଟସ୍, ଇଏ ଆସିଲା 1 ନମ୍ବରରେ। ଇଏ ହେଉଛି କ'ଣ ନା ସବଜେକ୍ଟ। ତାପରେ କ'ଣ ଦେଖିବା ଭର୍ବ କିଏ ଅଛି, ଏଠି ମୋଡାଲ ଭର୍ବ ଆମେ ୟୁଜ୍ କରିବା। ତ ପାରନ୍ତି ଅର୍ଥରେ କ'ଣ ମେ ଆସିଗଲା, ଯେହେତୁ ଏଠି ଲେସ୍ ପସିବିଲିଟି ଆସୁଛି, କମ୍ ସମ୍ଭାବନା ଆସୁଛି, ସେଇ ଅର୍ଥରେ ଆମେ କ'ଣ କରିବା ନା ମେ ବି ୟୁଜ୍ କରିବା। ଆଉ ତା ସହିତ କ'ଣ ନା ମେନ୍ ଭର୍ବ ରହିବ। ମେନ୍ ଭର୍ବ ଏଠି କିଏ ନା ଅପେକ୍ଷା କରିବା କଥା କୁହାଯାଇଛି, ଯେହେତୁ ଅପେକ୍ଷା କରିବାଟା ୱେଟ୍ ଅଛି, ଅପେକ୍ଷାର ଯଦି ଆମେ ୱେଟ୍ର ING ଯୋଗ କରିବା ଯେଉଁଟା କଣ୍ଟିନ୍ୟୁ ଫର୍ମରେ ଅଛି, ତ ୱେଟିଂ ଆସିଗଲା। ତ ୟୁଅର୍ ପେରେଣ୍ଟସ୍ ମେ ବି ୱେଟିଂ, ତ ୟୁଅର୍ ପେରେଣ୍ଟସ୍ ଆସିଲା 1 ନମ୍ବରରେ। ତାପରେ କ'ଣ 2 ନମ୍ବରରେ ଆସିବ ପାରନ୍ତି ଅର୍ଥରେ ଆମେ ମେ ବି ୟୁଜ୍ କଲେ। ତାପରେ କ'ଣ ଅପେକ୍ଷା, ଇଏ ଆସିଲା 3 ନମ୍ବରରେ ହେଲା, ଇଏ ଆସିଲା ମେନ୍ ଭର୍ବ। ତାପରେ କ'ଣ ନା ତୁମର ପହଞ୍ଚିବା ନେଇ, ଇଏ ହେଉଛି 4 ନମ୍ବରରେ। ତ ତୁମର ବାପା ମା, ଇଏ ହେଉଛି 1 ନମ୍ବର, ୟୁଅର୍ ପେରେଣ୍ଟସ୍ ସବଜେକ୍ଟ ଆସିଗଲା। ତାପରେ କ'ଣ ନା ପାରନ୍ତି ଅର୍ଥରେ ଆମେ ମେ ବି ୟୁଜ୍ କଲେ ହେଲା, ଯେହେତୁ ଏଠି କ'ଣ ଅଛି ନା ଲେସ୍ ପସିବିଲିଟି ଅଛି, ସେଇ ହିସାବରେ ମେ ସହିତ ବି ଲାଗିଲା। ତାପରେ ଅପେକ୍ଷା, ଯେହେତୁ ଏଠି ମେନ୍ ଭର୍ବର କ'ଣ ଅଛି, ଯେହେତୁ କଣ୍ଟିନ୍ୟୁ କରୁଛି, କରୁଥାଇ ଅର୍ଥ କଣ୍ଟିନ୍ୟୁ ରହିଛି, ତେଣୁକରି କ'ଣ ୱେଟିଂ ଆସିଗଲା। ତାପରେ କ'ଣ ନା ତୁମର ପହଞ୍ଚିବା ନେଇ ଆସିଲା 4 ନମ୍ବରରେ, ତ ଫର୍ ୟୁଅର୍ ଆରାଇଭାଲ୍। ତ କ'ଣ ହେଲା ନା ୟୁଅର୍ ପେରେଣ୍ଟସ୍ ମେ ବି ୱେଟିଂ ଫର୍ ୟୁଅର୍ ଆରାଇଭାଲ୍। ତ ଦେଖ ପିଲାମାନେ, ଆମେ ବର୍ତ୍ତମାନ କ'ଣ କଲେ ନା ଏଇଟାକୁ ଦେଖ ପୁରା କ'ଣ ନା ମେ ବି ପ୍ଲସ୍ ମେନ୍ ଭର୍ବ ତାକୁ ୟୁଜ୍ କରି ମୋଡାଲ ସହିତ, ମୋଡାଲ ମେ ବି ସହିତ ମେନ୍ ଭର୍ବକୁ ୟୁଜ୍ କରି ଆମେ କ'ଣ କଲେ ନା ଏ ଓଡ଼ିଆ ସେଣ୍ଟେନ୍ସକୁ ଇଂଲିଶକୁ ଟ୍ରାନ୍ସଲେସନ୍ କଲେ। ତ ଦେଖିବା ପରବର୍ତ୍ତୀ ସେଣ୍ଟେନ୍ସ କ'ଣ ରହିଛି। ମୁଁ ତୁମ ସହିତ ତୁମ ଘରକୁ ଯାଇପାରେ କି। ଏଠି ଦେଖ ବାକ୍ୟଟି ଇଣ୍ଟରୋଗେଟିଭରେ ରହିଛି। ମୁଁ ତୁମ ସହିତ ତୁମ ଘରକୁ ଯାଇପାରେ କି ବୋଲି ପ୍ରଶ୍ନ କରାଯାଇଛି। ଯଦି ଏଠି ପ୍ରଶ୍ନ ରହିଛି, ପ୍ରଶ୍ନ କରାଯାଇଛି, ତ କ'ଣ ଆସିବ ବର୍ତ୍ତମାନ କ'ଣ କରିବା ନା ଆମେ ପ୍ରଥମେ ସବଜେକ୍ଟ ରଖୁଥିଲେ, ତାପରେ ମୋଡାଲକୁ ଆଣୁଥିଲେ, ମୋଡାଲ ଭର୍ବକୁ ଆଣୁଥିଲେ। ଏଠି କ'ଣ ଯେହେତୁ ପ୍ରଶ୍ନ କରାଯାଇଛି, ପ୍ରଥମେ ଆମେ ମୋଡାଲ ଭର୍ବକୁ ନେଇ ଆସିବା। କ'ଣ ମୋଡାଲ ଭର୍ବ ହେବ ନା ମେ ହେଲା, ଯେହେତୁ ମୁଁ ତୁମ ସହିତ ତୁମ ଘରକୁ ଯାଇପାରେ କି, ପାରେ ଅର୍ଥରେ କ'ଣ ଆସିବ ମୋଡାଲ ଆସିଯିବ, ତ ମେ ଆସିଗଲା। ତାପରେ କ'ଣ କରିବ ମେ ପରେ କ'ଣ ସବଜେକ୍ଟ ଆସିବ। ଏଠି କିଏ କାହା ବିଷୟରେ କୁହାଯାଇଛି, ମୁଁ ରହିଛି ସବଜେକ୍ଟ ଆସିଗଲା, ମୁଁ ଆଇ ଆସିଗଲା, ମେ ଆଇ। ତାପରେ କ'ଣ ଅଛି ନା ତୁମ ଘରକୁ ହେଲା, ଗୋ ଟୁ ୟୁଅର୍ ହାଉସ୍, ତୁମ ଘରକୁ, ଇଏ ଆସିଲା 1 ନମ୍ବରରେ, କେଉଁଟା ନା ଇଏ ଆସିଲା 1 ନମ୍ବରରେ। ତାପରେ ଇଏ ଆସିଲା 2 ନମ୍ବରରେ। ତାପରେ କିଏ ଆସିଲା 3 ନମ୍ବରରେ, କିଏ ଆସିବ ନା ଗୋ ଟୁ ୟୁଅର୍ ହାଉସ୍, ତୁମ ଘରକୁ। ତାପରେ କ'ଣ ଶେଷରେ ଆସିବ 4 ନମ୍ବର ଗୋଟେ ଆସିବ ତୁମ ସହିତ, ୱିଥ୍ ୟୁ। ତ କ'ଣ ଜାଣିଲେ ନା ପ୍ରଥମେ ଯେହେତୁ ଏଠି କ୍ୱେଶ୍ଚିନ୍ କରାଯାଇଛି, ପ୍ରଥମେ ମୋଡାଲ ଭର୍ବ ମେନ୍ ଆସିଲେ, ତାପରେ ସବଜେକ୍ଟ ଆସିଲା ଯାହା ବିଷୟରେ କୁହାଯାଇଛି, ମୁଖ୍ୟ ଯିଏ ବାକ୍ୟରେ ସବଜେକ୍ଟ ଆଣିଲେ। ତାପରେ କ'ଣ ତୁମ ଘରକୁ ସବଜେକ୍ଟ ସହିତ, ହଁ ତୁମ ଘରକୁ, ଇଏ ଆସିଲା 3 ନମ୍ବରରେ କ'ଣ ଗୋ ଟୁ ୟୁଅର୍ ହାଉସ୍ ହେଲା। ତାପରେ ଶେଷ ରହିଲା କ'ଣ ତୁମ ସହିତ, ୱିଥ୍ ୟୁ। ତ ମେ ଗୋ ଟୁ ୟୁଅର୍ ହାଉସ୍ ୱିଥ୍ ୟୁ, କ୍ୱେଶ୍ଚିନ୍ ମାର୍କ ରହିବ ହେଲା। ତାପରେ ଦେଖିବା କ'ଣ ରହିଲା ନା ହଁ ଅନୁମତି ଦେଲେ। ତ ଶେଷରେ ଅଛି କ'ଣ ନା ହଁ ଅନୁମତି ଦେଲେ। ତ ହଁ ମାନେ ୟେସ୍ ଆସିଯିବ, ଅନୁମତି ଦେଲେ। ଏଠି ଅନୁମତି ଦେଲେ ଅର୍ଥ କ'ଣ ଗୋଟେ ସମ୍ଭାବନା ଅର୍ଥ କୁହାହେଇଛି, ଯଦି ଅନୁମତି ଦେଲେ ତାହେଲେ ମୁଁ ଯିବି। ତ ୟେସ୍ ଇଫ୍ ଲାଗିବ ଏଠି, ଯେହେତୁ ଯଦି ଯଦି ଅର୍ଥରେ ଆସୁଛି ବା ଯଦି କଥା ଏଠି ଆସୁଛି। ଇଫ୍ ୟୁ ମେ ପରମିଟ୍, ତ କିଏ ପରମିଟ୍ ଦେବ, କିଏ ପରମିସନ୍ ଦେବ ବା ଅନୁମତି ଦେବ, ସିଏ ଦେବେ, ଯିଏ କହିଛନ୍ତି ସିଏ ଦେବେ। ତ ସେଇ ଅର୍ଥରେ କ'ଣ ହେବ ନା ୟେସ୍ ଇଫ୍ ୟୁ ମେ ପରମିଟ୍, ଯଦି ଅନୁମତି ଦେବେ ତାହେଲେ ମୁଁ ଯିବି। ସେଇ ଅର୍ଥରେ କ'ଣ ୟେସ୍
इफ यू मे परमिट है। तो पिलामाने तो ये थिला आमे चारोटी ओडिया सेंटेंस को इंग्लिश को ट्रांसलेट कले कौन ना मे सहित मेन वर्ब एवं मे बी सहित मेन वर्ब को यूज करी पॉसिबिलिटी अर्थ रे आ लेस पॉसिबिलिटी अर्थ रे आमे व्यवहार करी किछि ओडिया वाक्य को इंग्लिश को ट्रांसलेट कले। मु आशा करूछि तुम माने भल भाव बुझी पार्थिबो। जदि किछि डाउट्स रहिथिबो कमेंट बॉक्स रे जणाइबो। तो भिडियोटी भल लागिथिले निश्चय लाइक करिवो, सांग मान भितर शेयर करिवो एवं नुआ करी चैनल को आसले निश्चय सब्सक्राइब करी रखिवो। कारण जेते सारा वीडियो मु अपलोड करी इंग्लिश ट्रांसलेशन वीडियो हो, इंग्लिश ग्रामर वीडियो, ओडिया ग्रामर वीडियो से सबूर नोटिफिकेशन तुम पाखे सर्वप्रथम पहुँची पार। तो आज वीडियो को ये रखा पुणी खूब शीघ्र आउ एक वीडियो नहीं आसबि। से पर्यंत मत विदाय दियो। रोची धन्यवाद। थैंक्स फॉर वाचिंग।